ଶୁଣୁଛ ମୁଁ ତମ ଆକାଉଣ୍ଟରୁ ନା 1,00,000 ବାହାର କରିଛି। ଆରେ କଣ ପାଇଁ? ଆରେ ତମର ପ୍ରମୋସନ ହେଇଛି ନା, ମୁଁ ସେଇ ଖୁସିରେ ତମ ପାଇଁ କିଛି ଆଣିକି ଆସିଛି। ଆରେ ପ୍ରମୋସନ ତ ଖାଲି ହେଇଛି, ଏ ହାର୍ଡଲି 5 କି 10 ହଜାର ଟଙ୍କା ବଢିବ। ଆରେ ତମେ ଏଇଥିପାଇଁ 1,00,000 ଖର୍ଚ୍ଚ କରିବା କଣ ଦରକାର ଥିଲା ମତେ କହିଲ? ଏଇ ଦେଖିଲ। ଆରେ ବାହ, ସୁନାର ବାହୁଟି। କେମିତି ହେଇଛି ମତେ କହିଲ? ଆରେ ବହୁତ ସୁନ୍ଦର ହେଇଛି। ଆରେ ତମେ ପିନ୍ଧିଲେ ନା ତମ ହାତକୁ ନା ବହୁତ ସୁନ୍ଦର ଦେଖାଯିବ। ଆରେ ଏଇଟା ମୋ ପାଇଁ ଆଣିନି, ଆଉ କାହା ପାଇଁ ଆଣିଛ? ଆରେ ଏଇଟା ତମ ବୋଉଙ୍କ ପାଇଁ ଆଣିଛି। ତମକୁ ଏଇଠି ପହଞ୍ଚେଇବାର ସବୁଠୁ ବଡ ହାତ ହଉଛି ତମ ବୋଉଙ୍କର। ତମକୁ ପାଳି ପୋଷିକିରି ଛୋଟରୁ ବଡ କଲେ, ତମକୁ ଭଲ ସ୍କୁଲରେ ପଢେଇଲେ, ତମକୁ ଭଲ ମଣିଷ କଲେ, ଆଉ ସେଇଥିପାଇଁ ତମେ ଆଜି ଏତେ ବଡ ଚାକିରି ପାଇଛ। କଥାରେ ଅଛି ନା, ସବୁ ସଫଳତା ପଛରେ ଗୋଟେ ନାରୀର ହାତ ଥାଏ। ତମ ସଫଳତା ପଛରେ ତମ ମାର ହାତ ଅଛି। ମୁଁ ଏତେ ଭାଗ୍ୟବାନ ଯେ ତମ ପଟେ ନା ସ୍ତ୍ରୀଟେ ପାଇଛି, ଯିଏ ମୋ ଅପେକ୍ଷା ମୋ ମାଙ୍କ ବିଷୟରେ ନା ବହୁତ ଚିନ୍ତା କରୁଛି। ଥ୍ୟାଙ୍କ ୟୁ ସୋ ମଚ୍, ତମେ ମୋ ଜୀବନରେ ଆସିଥିବାରୁ।